ନାହିଁ 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 ମୁଁ ଏ ତ ଓଡ଼ିଶା। କାହିଁକି ଆପଣମାନେ ଅପେକ୍ଷା କରିଛନ୍ତି ସେଇ ଯେଉଁ ଯାଜପୁର କୁଆଖିଆର ଯେଉଁ ଇନସିଡେଣ୍ଟଟି ଘଟିଛି, ସେଇ ପଣ୍ଡା ଅଳଙ୍କାରରୁ ଯେଉଁ ଯୁବକମାନେ ଲୁଟିଥିଲେ ତା ଦେହରେ ତ ଦୁଇଟା ଧରା ହେଇଛନ୍ତି, ଆଉ ଦୁଇ ଜଣଙ୍କ ଜୀବନ ଆଜ୍ଞା ଗଲାଣି। କେତେ ପ୍ରକାର ଆଉ ସୁରାକ ଆପଣମାନେ ପାଇସାରିଲେ, କେତେ ପ୍ରକାର ପ୍ରମାଣ ପାଇସାରିଲେ ସେମାନଙ୍କୁ ଦଣ୍ଡରେ ଦଣ୍ଡିତ କରିବେ। ତାଙ୍କୁ ଯେବେ ଆପଣ ଲୋକରେ ଛାଡ଼ି ଦେଇଥାନ୍ତେ, ଲୋକମାନେ ଏତେବେଳକୁ ବୁଝି ଦେଇ ସାରନ୍ତେନି। ଆଉ ସେ ଯେ ଚୋରି କରି ଯାଇଛନ୍ତି, ପୋଲିସ ତାକୁ କେବେ ଧରିବ, କ'ଣ କରିବ, ପ୍ରଶାସନ ତା ଗାଣ୍ଡିରେ କେତେ ଗୋଡ଼େଇବ, କେତେ ନ ଧରିବ, ସେଇଟା ତ ପଛ କଥା। କିନ୍ତୁ ଯେବେ ଲୋକ ଅଦାଲତରେ ଲୋକମାନେ ତ ଲକ୍ଷ ଲକ୍ଷ ଲୋକ ଚାହୁଁଛନ୍ତି ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ, କ'ଣ ଆଇନ ଆଜ୍ଞା ପରିବର୍ତ୍ତନ ହେଇଛି? ଯେବେ ତୁରନ୍ତ ଆପଣମାନେ ତା'ର ଉପରେ ପଦକ୍ଷେପ ନେଇକି ତାଙ୍କୁ ଯେବେ ଆଇନରେ ସାଙ୍ଗେ ସାଙ୍ଗେ ଫାଶୀ ଦଣ୍ଡ କରାଯାଏ। କଥାଟା ଅଛି, ବାପର ମରଣ ପୁଅର ଦଶା। ବାପ ମରିବାର 10 ଦିନ ଭିତରେ ପୁଅ ମରିବା ଦରକାର। ତେଣୁ ଦେଖନ୍ତୁ, ଦୁଇଟା ମାଆର କୋଳ ଖାଲି କରିଦେଇଛନ୍ତି, ଦୋକାନରୁ ଅଳଙ୍କାର ଲୁଟି ନେଇଛନ୍ତି, ଶୂନ୍ୟରେ ଲୋକମାନଙ୍କୁ ବହୁତ କଷ୍ଟ ଦେଇଛନ୍ତି। ସେମାନଙ୍କୁ କାହିଁକି ଜ୍ୱାଇଁ ଭୋଜନ ଦିଆହେଇକି ପୁଣି ମେଡ଼ିକାଲ ନିଆ ହେଇକି ଟ୍ରିଟମେଣ୍ଟ କରାହେଉଛି? ତାଙ୍କଠୁ କଥା ଆଦାୟ କରାଯାଉ, କଥା ଆଦାୟ କରାଯାଇକି ଆଙ୍କୁ ଶୀଘ୍ର ଆଇନ ଅଦାଲତରେ ଠିଆ କରିକି ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ। ତାଙ୍କର ଦୁଇ କୋଳ ଯେଉଁ ମାଆଙ୍କର କୋଳ ଖାଲି ହେଇଛି, ତାଙ୍କର ମାଆଙ୍କର ଆତ୍ମା ଶାନ୍ତି ପାଇବ, ସେଇ ଦୁଇ ମାଆଙ୍କର ଆତ୍ମା ଶାନ୍ତି ପାଇବ। ଇଏ ଦୁଇ ଜଣ ଯେଉଁ ବେକାରୀ ସମସ୍ୟା ସବୁ ଦୂର କରୁଥିଲେ ଚୋରି କରିକି, ଇଏ ବି ଦୁନିଆରୁ ଆତ୍ମା ଶାନ୍ତି ପାଇବେ, ଆଉ ଜନସାଧାରଣ ମଧ୍ୟ ଶାନ୍ତି ପାଇବେ। ତା'ର ବ୍ୟବସ୍ଥା କରନ୍ତୁ। ଖାଲି ଏମିତି କହିଲେ କ'ଣ ହେବ? ତାଙ୍କୁ ଜ୍ୱାଇଁ ଭୋଜନ ଦେଇକି ପୁଣି କୋର୍ଟକୁ ଫରୱାର୍ଡ଼ କରୁଛ। ଛି 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 ଛି। ନାହିଁ ନାହିଁ ନାହିଁ, ମୁଁ ଆଇନ ଲୋକଙ୍କ ଅଦାଲତକୁ ଦେଇଦିଅନ୍ତୁ, ନହେଲେ ଲୋକ ତା'ର ବ୍ୟବସ୍ଥା କରିଦେବେ। ନହେଲେ ଆପଣ କେବେ ଏମାନଙ୍କୁ ସାବାଡ଼ କରିପାରିବେ ନାହିଁ। ନାହିଁ ନାହିଁ ନାହିଁ, ମୁଁ ଏଇ ଓଡ଼ିଶା।